ଦେଖନ୍ତୁ ବନ୍ଧୁମାନେ ବନ୍ଧୁମାନେ ଆପଣମାନଙ୍କୁ ନମସ୍କାର। ସମସ୍ତେ ଭଲ ଥାନ୍ତୁ ଜଗନ୍ନାଥଙ୍କ କୃପାରେ। ମୁଁ ଆଜି ଗୋଟେ ମାଛ ପୋତା କରୁଛି। ଦେଖନ୍ତୁ ଇଏ ଗୋଟେ ମିଶା ମାଛ, ଚିଙ୍ଗୁଡ଼ି ଆଉ ମାଛ ଟାଣିନି, ବହୁତ ବିଭିନ୍ନ ଭେରାଇଟିର ମାଛ। ଆକୁ ଆଜି ପତୁଆ କରିବି। ଏଠି ଟମାଟୋ ଗୋଟେ ରଖିଦେଇଛି, ପିଆଜ ଲଙ୍କା ସୋରିଷ ବଟା, ଏଠି ଆଳୁ କଟା ହେଇଛି। ଦେଖନ୍ତୁ ଆଜି ପଖାଳ ସହିତ ଆମର ପତୁଆ ଖିଆ ହେବ। ମୁଁ କଡ଼େଇରେ ପ୍ରଥମେ ଆଳୁ ପକାଇଦେଲି, ଆଳୁ ପକାଇଦେଲି, ତାପରେ ଏ ମାଛ ସବୁ ପକାଇଦେଲି, ପିଆଜ ଆଉ ଲଙ୍କା କଞ୍ଚା ଲଙ୍କା କଟା ପକାଇଦେଲି, ଟମାଟୋ ପକାଇଦେଲି, ତାପରେ ଏଠି ସୋରିଷ ବଟା ହେଇଛି, ଜିରା ରସୁଣ ଲଙ୍କା ସୋରିଷ ବଟା ଆକୁ ପକାଇଦେଲି, ତାପରେ ଏଠି ଦେଖନ୍ତୁ ସୋରିଷ ତେଲ ପକାଇଦେଲି, ହଳଦୀ ପକାଇଦେଲି, ଲୁଣ ପକାଇଦେଲି, ସ୍ୱାଦ ଅନୁଯାୟୀ ଲୁଣ ଦେଇଦେଲି, ଟିକେ ପାଣି ଦେଇଦେଲି, ଦେଇକି ତାକୁ ଆମେ ଢାଙ୍କିଦେବା, ଆଳୁଟା ସିଝିଲା ପର୍ଯ୍ୟନ୍ତ ଢାଙ୍କିଦେବା। ଦେଖନ୍ତୁ ବନ୍ଧୁମାନେ ଆମର ମାଛ ପତୁଆ ହେଇଗଲା। ଆକୁ ପଖାଳ ସହିତ ଆଜି ଖିଆ ହେବ ମାଛ ପତୁଆ। ଆଉ ଏଇ ଦେଖନ୍ତୁ ମାଛ ଗୋଳା ହେଇକି ଅଛି, ଭଜା ହେବ, ଭଜା ହେଇକି ପଖାଳ ସହିତ ଖିଆ ହେବ। ବାଏ ବନ୍ଧୁମାନେ, ଆଉ ଯଦି ମୋ ଭିଡ଼ିଓକୁ ଭଲ ପାଆନ୍ତି ଲାଇକ୍ ସେୟାର ଟିକେ କରିବେ, ଏତିକି ମୋର ଅନୁରୋଧ।